ମୁଁ ରୋଟାରୀ ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର ଅଶୋକ ବିହାରୀ ମହାପାତ୍ର 2014-15 ବର୍ଷରେ 32-62 ଆମ ରୋଟାରୀ ଜିଲ୍ଲାର ଗଭର୍ଣ୍ଣର ଥିଲି। ଆଜି ଏ ରୋଟାରୀ କ୍ଲବ କଟକ ଇଷ୍ଟର ଅଧିଷ୍ଠାନ ଉତ୍ସବରେ ସାମିଲ ହେବାର ସୁଯୋଗ ମିଳିଛି। ତେଣୁ ଏଠିକି ଆସିଥିଲୁ ସେଇଥିପାଇଁ। ସାଧାରଣତଃ କ'ଣ ହୁଏ, ରୋଟାରୀ ବର୍ଷଟା ଆମର ପ୍ରାରମ୍ଭ ହୁଏ 1 ଜୁଲାଇରୁ। ଖାଲି କ୍ଲବ ମାନଙ୍କରେ ଆମ ରୋଟାରୀ ଇଣ୍ଟରନ୍ୟାସନାଲ ଏମିତି ସର୍ବ ମାନେ ବିଶ୍ୱରେ ବିଭିନ୍ନ ଦେଶମାନଙ୍କର ଯେଉଁଠି ଯେଉଁଠି ରୋଟାରୀ ଅଛି, ଆମର ଏ ରୋଟାରୀ ବର୍ଷଟା ଆରମ୍ଭ ହୁଏ 1 ଜୁଲାଇରୁ ଏବଂ ସରେ 30 ଜୁନରେ। ତ ପ୍ରତିବର୍ଷ କ'ଣ ହୁଏ, ରୋଟାରୀ ଇଣ୍ଟରନ୍ୟାସନାଲ ଏବଂ ରୋଟାରୀ କ୍ଲବସ୍, ରୋଟାରୀ ଜିଲ୍ଲା ସମସ୍ତ ଜାଗାରେ ରୋଟାରୀର ଯେଉଁମାନେ ନେତୃବୃନ୍ଦ ଥାଆନ୍ତି ସେମାନେ ତାଙ୍କର କାମ ସାରନ୍ତି ଏବଂ ନୂତନ ନେତୃବୃନ୍ଦ ତାଙ୍କର ଅଫିସ୍ ବେୟରମାନଙ୍କୁ ଧରିକିରି ଆଗାମୀ ବର୍ଷ ପାଇଁ ଆଗେଇ ଯାଆନ୍ତି। ଏ ସମସ୍ତ ଜିନିଷ ରାତି 12ଟା ମଧ୍ୟରାତ୍ରି ରାତି 12ଟା 30 ଜୁନରେ ଏ ସମସ୍ତ ଜିନିଷର ଚେଞ୍ଜ ହେଇଯାଏ ଏବଂ 1 ଜୁଲାଇରୁ ଏ ନୂଆ ରୋଟାରୀ ବର୍ଷର ପ୍ରାରମ୍ଭ ହୁଏ। ତାକୁ ଗୋଟେ ଇନ୍ସପିରେସନ୍ସ କରିବା ପାଇଁ ଆଉ ୱିଥ୍ ନ୍ୟୁ ଏନର୍ଜି ଆଉ ଏନ୍ଥୁସିଆଜିମ୍ରେ ଆଗକୁ ବଢ଼ିବା ପାଇଁ ଏଭଳି ଭାବରେ ଆମର ସେଇ ଯେଉଁ ଇନଷ୍ଟଲେସନ୍ ସେରିମନି ବିଭିନ୍ନ କ୍ଲବରେ ଏବଂ ଡିଷ୍ଟ୍ରିକ୍ଟରେ ଇଏ ସବୁ ପାଳନ କରାଯାଏ ରୋଟାରୀମାନ ମାନଙ୍କର ଗହଣରେ। ଏବଂ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କୁ ଏଠି ମଧ୍ୟ ଚିଫ୍ ଗେଷ୍ଟ କରିକିରି ଡାକିକିରି ଆମେ ରୋଟାରୀର ଆଭିମୁଖ୍ୟ, ରୋଟାରୀର ଚିନ୍ତନ, ରୋଟାରୀର କାର୍ଯ୍ୟକ୍ରମ ବିଷୟରେ ଅବଗତ କରିଥାଉ। ତେଣୁ ସମାଜ ଜାଣିବା ପାଇଁ ଇଏ ହେଉଛି, ସେଥିଲାଗି ଆଜି ରୋଟାରୀ କ୍ଲବ କଟକ ଇଷ୍ଟର ଆଜି ହେଉଛି ତାଙ୍କର ଅଧିଷ୍ଠାନ ଉତ୍ସବ। ଏ ଯେଉଁ ନୂଆ ଅଫିସ୍ ବିୟରରମାନଙ୍କ ପାଇଁ ନୂଆ ସଭାପତି, ନୂଆ ସେକ୍ରେଟାରୀ, ନୂଆ ଟ୍ରେଜରର ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ବହୁତ ଖୁସି। ଆଜି କଟକ ଇଷ୍ଟ ରୋଟାରୀ କ୍ଲବର ଇନଷ୍ଟଲେସନ୍ ସେରିମନି ଥିଲା। ତାଙ୍କର ପୂର୍ବତନ ପ୍ରେସିଡେଣ୍ଟ ଆଉ ସେକ୍ରେଟାରୀ ଯେଉଁମାନେ ଥିଲେ ସେମାନେ ଉଭୟ ଆଜି ନୂଆ ପ୍ରେସିଡେଣ୍ଟ ଶରତ ଚନ୍ଦ୍ର ଦାସ ଆଉ ସେକ୍ରେଟାରୀ ବୀରକିଶୋର ପରିଡ଼ା ସେ ଦୁଇ ଜଣଙ୍କୁ ତାଙ୍କର ଦାୟିତ୍ୱ ହସ୍ତାନ୍ତର କଲେ। ସେ ସମ୍ପର୍କରେ ଗୋଟେ ମିଟିଂ ଆଜି ହେଇଥିଲା। ସେ ମିଟିଂରେ ମୁଁ ମୁଖ୍ୟ ଅତିଥି ଥିଲି ଏବଂ ଏ ଯେଉଁ ଦାୟିତ୍ୱ ହସ୍ତାନ୍ତର ହେଲା, ତାଙ୍କର ଆଗରୁ ଯେଉଁ କାର୍ଯ୍ୟକ୍ରମ ସେମାନେ କରି ଆସୁଥିଲେ, ବର୍ତ୍ତମାନ ଆଗକୁ କ'ଣ କାର୍ଯ୍ୟ କରିବେ, ବିଶେଷ କରି ସେବାମୂଳକ କାର୍ଯ୍ୟ, ସେହି ସମ୍ପର୍କରେ ଏଠାରେ ଆଲୋଚନା କରାଗଲା। ଆଗାମୀ ଦିନରେ କ'ଣ କ'ଣ ରୋଟାରୀ କ୍ଲବ ଅଫ୍ ଇଷ୍ଟ ସେମାନେ କ'ଣ କରିବେ ଲୋକଙ୍କ ପାଇଁ, ତା'ର ଗୋଟେ ସେମାନେ ପ୍ରସ୍ତୁତ କରିଛନ୍ତି ବିବରଣୀ। ସେ ବିବରଣୀ ସମ୍ପର୍କରେ ସେ ସମସ୍ତଙ୍କୁ ମେମ୍ବରମାନଙ୍କୁ ଆମକୁ ସବୁ ଅବଗତ କଲେ ଏବଂ ଆଗରୁ ଯେଉଁ ବିଗତ ବର୍ଷରେ ଯେଉଁ କାର୍ଯ୍ୟ କରିଥିଲେ ସେ କାର୍ଯ୍ୟର ବିବରଣୀ ମଧ୍ୟ ଏଠି ରଖିଲେ। ତେଣୁ ଯେହେତୁ ସେମାନେ ନିଜେ ପଇସା ନିଜ ହାତରୁ ଦେଇ ପ୍ରତିବର୍ଷ ତାଙ୍କ ନିଜ ଫଣ୍ଡରେ ସେ ସେବାମୂଳକ କାର୍ଯ୍ୟ କରୁଛନ୍ତି ସମାଜର ଉନ୍ନତି ପାଇଁ। ଯେଉଁମାନେ ସାଧାରଣ ସ୍ତରରେ ଅଛନ୍ତି ଲୋକ, ଯେଉଁମାନେ ସେବା ଯେଉଁମାନଙ୍କ ପାଇଁ ନିହାତି ଜରୁରୀ ତାଙ୍କୁ ଦେଉଛନ୍ତି। ତ ସେଥିପାଇଁ ତାଙ୍କୁ ସମସ୍ତଙ୍କୁ ସେମାନେ ମୁଁ ଧନ୍ୟବାଦ ଦେଉଛି।